दास करी दे मोते तारी दे श्री चरणे दास करी दे आहे कृपा सिंधु दुखी जन बंधु आहे भव सागरु तारी दे तारी दे तारी दे श्री चरणे दास करी दे मोते तारी दे श्री चरणे दास करी दे मोते तारी दे श्री चरणे दास करी दे आहे कृपा सिंधु दुखी जन बंधु आहे कृपा सिंधु दुखी जन बंधु के भव सागरु तारी दे तारी दे
মোর হে प्रश्न कहले मु कंस को मारी मना कर कहले मो मामू को मारिनी नारद कहले प्रभु आपण किंतु नरक कुंडर पड़ाटा पिले अरे पार्टी बंद कर दी प्रभु हाँ जेते बुझेले मन मन बुझे ना हाँ जेबेठू नरक कुंड खोलाई आपण से बंधन हेबे प्रभु मो 85 तम नरक कुंडर एपट को मुह शहे का भजन शहे अच्छा 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 बाबूरे नारद कहले कहले प्रभु किंतु सती नारी पाद चिन्ह जदि तुम बक्ष देश धारण कर ये नरक कुंडर तुम उद्धार ठीक अच्छे असुविधा किसी ना कृष्ण कहले यही कथा कहले यही कथा मोर अष्टपात महिषी अच्छा 8टा सती नारी माँ ये 8 जन सती नारी मो बक्ष देश जदि गोटी गोटी करी पाद चिन्ह देवे गोटे गोटे ताले मु नरक कुंडर उद्धार हेबी कहले मु नरक कुंडर उद्धार हेबी नारद कहले भल कथा तुम नारी माने जदि सती नारी ये तुम बक्ष देश पदाघात कले तमे नरक कुंडर उद्धार हब ताले तमे तुम नारी निकट को जा भगवान कृष्ण चलिले रानी हंसपुर को रुक्मिणी को निकट जेतबेले रुक्मिणी को निकट को गले रुक्मिणी गजदंत पलंक ऊपर आज्ञा मन दुखरे मन दुखरे बस भगवान कृष्ण डाकिले रुक्मिणी कहले रुक्मिणी कवि गोपाल कृष्ण पट्टनायक गोटे पद ओडिसी गोटे पद शाश्वत ओडिसी संगीनी रे रास रंगीनी रे दोष क्षमा कर जीव बंधुर सोनार मान भांगिलानी आउ जने गंजाम जिलार दासकाटी गाय रामहरी पाढ़ी अरे रामहरी पाढ़ी ना रामहरी त्रिपाठी नहीं रामहरी त्रिपाठी रामहरी त्रिपाठी हाँ बोले ये राजहंस ये बुढ़ा का गजगमुना राजहंस गजगमुना ये राज समाज को ये राज समाज को
ରୁକ୍ମିଣୀ ସ୍ୱାମୀ ତମେ ତ ଯେତେବେଳେ ବିବାହ ହେଇଥିଲା ନୂଆ ନୂଆ ହଁ ଏମିତି ହୁଅନି ଯେବେ ଯେବେ ବୁଢା ବୁଢା ପାକେଳିଆ ହଉଛ ଏଡେ ବିକଳ କଣ ପାଇଁ ହଉଛ ମା ମାନ ଭାଙ୍ଗୁନି ମଲା ମୋ ଜୀବନ ଛାଡି ଯାଉଛି ଗୋଟିଏ ପଦ ଚୌପଦୀ ହେ ଭଗବାନ ଜମ କହଲା ଶୃଙ୍ଖଳ ଜମ ହାଉ ହାଉ ହଁ ହଁ ଦିଅ ଗୋଳବାଇ ଖୋର୍ଦ୍ଧା ଜିଲ୍ଲାର ଗୋଳବାଇ ବାଙ୍କା ଦାସ ବଙ୍କା ଦାସ ଯୋଉଠି ବାଙ୍କା ନାହାନ୍ତି ସେଠି ପାଲା ଫାଙ୍କା ସେଠି ସବୁ ଫାଙ୍କା ହାଉ ହଁ ଯୋଉଠି ଛିଣ୍ଡିବ ବେଶ ସେଇ ଦୁଇ ଅକ୍ଷରରୁ ପୁନର୍ବାର ପଦଟା ଆରମ୍ଭ ହଁ ହଁ ହେଲେ ହଁ। ହେଲେ ସ୍ୱାମୀ ହଁ ଆଉ ତେମେ ଏତେ ବିକଳିଆ ବୋଲି ମୁଁ ଜାଣିନଥିଲି କଣ ସେଠି ବଡ ଭାଇ ମାନେ ବସିଛନ୍ତି ଗୁରୁ ମାନେ ବସିଛନ୍ତି ହଁ ଆମ ଗାଁରୁ ଲୋକମାନେ ଆସିଛନ୍ତି ସେ ଯାଇକି କଣ କହିବେ ଏବେ ଏ ବୁଢା ବୟସରେ ମଲା ମୋର ପଇସା ଲୋଭରେ ବୁଢା ଯାହା ହଉଛି ଖାଲି କୁଣ୍ଢେଇ ପକଉଛି ଲୋ। ମାନେ ଗାଁ ବାଲା ଏଇ କଥା କହିବି ସତ ଦେଖ ହଁ। ପେପରରେ ଖାଲି ବାହାରିବ କି ନାହିଁ କରେ ହେ ଧନ ବୋଲେ, କାହିଁ ସେମିତି ମଲା ତମେ ତ ସେମିତି କରଉଛ ପୁଣି କଲେ ହେ ଧନ ମନର ନ କରେବ ଲାଖେ ନତେ ଘେର ରୁକ୍ମିଣୀଙ୍କ ନିକଟରେ ମାନଭଞ୍ଜନ କରି ଭଗବାନ କୃଷ୍ଣ ଡାକିଲେ ହେ ପ୍ରାଣ ପ୍ରିୟ ସ୍ୱାମୀ ମୁଁ ଗୋଟିଏ ବଡ ବିପଦରେ ପଡିଛି ମଲା ଆପଣଙ୍କୁ କଣ ବିପଦ ପଡିଛି କହୁନାହାନ୍ତି ସ୍ୱାମୀ ସେ ବିପଦରୁ ଉଦ୍ଧାର ହବାକୁ ହେଲେ ହଁ ତମେ ହଉଛ ଏକମାତ୍ର ଉପାୟ ଆପଣଙ୍କ ପାଦର ଯଦି କଣ୍ଟା ଫୁଟି ଥାଏ ହଁ। ମୁଁ ଦାନ୍ତ ଲଗେଇ କାଢିଦେବି ସ୍ୱାମୀ ଦିଅନ୍ତୁ ଦାନ୍ତ ଲଗେଇକିରି କାଢିବ ହଁ ଝୁଣି ପକେଇବି ଇଏ କଥା ହଁ ଆପଣ ମାନଙ୍କର ଖୋର୍ଦ୍ଧା ଜିଲ୍ଲାର ଇଏ ପୂର୍ବତନ ସଂସଦ ହଁ କବି ଯୋଗୀ ପ୍ରସନ୍ନ କୁମାର ପାସା କ୍ଷତ୍ରିୟ ଘରର ଆଜ୍ଞା ଆଜ୍ଞା ଗୋଟିଏ ପଦ କଲମ କଲେ କହିଲେ କାଗଜ ଉପରେ ଉପରେ ପଦ୍ୟର ପାଦ ଯେଉଁ ପରି ଏକେ କରେ ଯେ ଫୁଲର ପିଠିରେ ଭ୍ରମରର ପାଦ ଯେଉଁ ପରି ଯାଏ ଯାବେ। କହିଲେ କାଗଜ ଉପରେ ହଉ ହଉ କବି କବି କଲମରେ ହଁ ଇଏ ପଦ୍ୟର ପାଦ ଚିହ୍ନକୁ ଯେମିତି ଆଙ୍କିବେ ହଁ ଫୁଲର ପିଠି ଫୁଲର ପିଠିରେ ଫୁଲର ପିଠି ହଁ ଭ୍ରମର ବସି କେ ଭ୍ରମରର ପାଦ ଚିହ୍ନଟା ଫୁଲର ପିଠିରେ ଯେମିତି ଦବିଯାଏ ଦବେ ବୌଦ୍ଧ ଶିଖରେ କହୁରେ ପୁଅ ବାହାର ଶିଖରେ ବୌଦ୍ଧର ପାଦ ସେହି ପରି ପାଦ ପଛ ଦେଶରେ ତ ପାଦ ଧୋଇଲେ ନିର୍ବାଣ ମୋର କହିଲେ ପାହାଡ଼ ଶିଖରେ ହଁ ବୌଦ୍ଧର ପାଦ ଚିହ୍ନ ବେଶ ଯେମିତି ବାଜି ବାଜେ ହେ ରୁକ୍ମିଣୀ ମୁଁ ବଡ ବିପଦରେ ପଡିଲି ମଲା ବିପଦ କଣ ଜମ 84 ନର୍କକୁଣ୍ଡ ହଁ ବାଦ ଦେଇ ହଁ ମୋ ପାଇଁ 85ତମ ନର୍କକୁଣ୍ଡ ନିର୍ମାଣ କରିଛି ହେଲେ ଆପଣଙ୍କର ଅପରାଧ କଣ ସ୍ୱାମୀ ତମେ ଯଦି ମୋ ବକ୍ଷ ଦେଶରେ
ଗୋଟିଏ ପଦାଘାତ କରିବ ତାହେଲେ ମୁଁ ଜମର ନର୍କ ଯନ୍ତ୍ରଣାରୁ ଉଦ୍ଧାର ହେବି। ମୁଁ ପାରିବିନି, ଆପଣ ହଉଛନ୍ତି ମୋର ପତି ପରମେଶ୍ୱର। ଆପଣ ମାନଙ୍କର ରଙ୍ଗାଦେବୀ ଗଙ୍ଗାଧର ମେହେରଙ୍କର ଭାଷା। ରୁକ୍ମିଣୀ କହିଲେ ସ୍ୱାମୀ ଆପଣଙ୍କର ଗଙ୍ଗାଧର ମେହେର କହିଲେ କଣ କହିଲେ? କହିଲେ ସ୍ୱାମୀ ଗୁରୁ ସ୍ୱାମୀ ଇଏ ପରମ ବାନ୍ଧବ ସ୍ୱାମୀ ସେ ବାହାନାରେ ଧର୍ମ ସ୍ୱାମୀ ଆପଣ ହେଉଛନ୍ତି ଗୁରୁ, ସ୍ୱାମୀ ମାନେ ହେଉଛନ୍ତି ମା ମାନଙ୍କର ଗୁରୁ ନାରୀର ଦେବତା ହେଉଛନ୍ତି କିଏ ସିନା ସ୍ୱାମୀ। ସ୍ୱାମୀ ଇହ କାଳ ପରକାଳର ଦେବତା ହେଉଛନ୍ତି କିଏ ସିନା ସ୍ୱାମୀ। ବୋଲେ ନାମ ବିନା କେହି ସାଗରେ ପଶିଲେ এই হচ্ছে নারী শিক্ষা। বলে নাব বিনা কেই সাগরে পশিলে বিনা নাবরে সাগରରେ পশিলে মଣିଷ ଯେମିତି ଆଜ୍ଞା ବୁଡି ଯାଏ, ଆମେ ଯେମିତି ବୁଡି ଯିବା ଇଏ ସଂସାର ରୂପକ ସାଗରରୁ ପାରି ହବାକୁ ହେଲେ ମା ନିଜ ସ୍ୱାମୀଙ୍କର ପାଦଟା ହଉଛି ଇଏ ଭବ ସଂସାରରେ ହଉଛି ଲୋକମାନେ କହିଲେ ମୁଁ ହେଉଛି ଆର୍ଯ୍ୟାବର୍ତ୍ତ ନାରୀ, ମୁଁ ଆର୍ଯ୍ୟାବର୍ତ୍ତର ମଣି। ଆପଣ ଭାବିଛନ୍ତି ମୁଁ କଣ ମୂର୍ଖ? ଆପଣ ହେଉଛନ୍ତି ମୋର ପତି ପରମେଶ୍ୱର। ଏ କଥା ଆପଣ ମାନଙ୍କର ପୁରୀ ଜିଲ୍ଲା ବକୁଳ ବନ ପଞ୍ଚସଖା ମଧ୍ୟରେ ଅନ୍ୟତମ ଇଏ ପ୍ରଚଣ୍ଡ ପ୍ରତିଭା ପଣ୍ଡିତ ନୀଳକଣ୍ଠ ଦାସ ଗୋଟିଏ ପଦ କଲମ କଲେ, କହିଲେ ନାହିଁ କି ନାରୀ ଥାରେ ଚରେ নারী ধারে চরিত্র রেকমণি কলে স্বামী ইয়ে নারী নিকট মো নিকট ইয়ে চরিত্র বলি কোন ধন মো নিকটরে কিছু নাই। ইয়ে নারী হচ্ছে মা ভালো ভাবে পিলে মনে রখ ইয়ে সংসারে ইয়ে বিশ্বরে যদি সন্তান মানক প্রথম গুরু কিয়ে সিଏ হচ্ছে কে সিনা মা। আগে কেমিতি মা বলে শিক্ষয়িত্রী স্বরূপে দে ও যে ମୋ ମା ମାନେ ଇଏ ସଂସାରରେ ଶିଶୁ ମାନଙ୍କର ଇଏ ସନ୍ତାନ ମାନଙ୍କର ପ୍ରଥମ ଗୁରୁ। କେମିତି କେମିତି ଜାଣିବା? ଏ ପିଲେ ମା ତା ସନ୍ତାନ ଯଦି ଭଲ ଶିକ୍ଷା ଶ୍ରୀ ଶ୍ରୀ ସତ୍ୟନାରାୟଣ ନମଃ। ଗାୟକ ମଣ୍ଡଳ ଶ୍ରୀଯୁକ୍ତ ତ୍ରିଲୋଚନ ମହୋଦୟ ମହାଶୟ ଆଜକୁ ସପ୍ତମ ଜଣେ ବ୍ୟାପୀ ସତ୍ୟନାରାୟଣ ପାଲକମିଟି କପିଳ ପ୍ରସାଦ ଅନୁକୂଳରେ ଚାଲିଥିବା ପୁରାତନ ଧର୍ମ ସାହିତ୍ୟ ଚର୍ଚ୍ଚା 65ତମ ବାଦିମାଲା ମହୋତ୍ସବରେ ଆପଣଙ୍କ ସାହିତ୍ୟ ଚର୍ଚ୍ଚାରେ ମୁଗ୍ଧ ହୋଇ ଯେଉଁ ଶ୍ରୋତା ଜ୍ଞାନୀ ଗୁଣୀ ମଣ୍ଡଳୀମାନେ ଆପଣଙ୍କୁ ପୁରସ୍କାର ଅର୍ପଣ କରିଛନ୍ତି ସେମାନେ ହେଲେ ଯଶସ୍ୱୀ କୃଷ୍ଣ ଦୁର୍ଗା 50 ଟଙ୍କା,
পরি চুইনা অংশু 100 টঙ্কা গীতাঞ্জলি পাওনাসী 101 টঙ্কা ঝুনু সঞ্জয় বর্ষা শ্রাবণী 50 টঙ্কা রজি পাপু বাইয়া সোনা ধর্মী শঙ্করা 50 টঙ্কা মুন্না ছোটু বাইয়া 60 টঙ্কা বিশেষ সূচনা শ্রী শ্রী সত্যনারায়ণ নাট্য পরিষদ তার ছোট বড় কলাকার মানুষ নেই ভେଟି দেওয়া যাଉଛି শ্রী বিভূতি ভূষণ চম্পতিଙ୍କ বଳିষ্ঠ ନିର୍ଦ୍ଦେଶନାରେ ସାମାଜିକ ନାଟକ ତୋ ନାଁରେ ମୋ ନାଁକୁ ଦେଇଛି ଯୋଡ଼ି 18 ତାରିଖ ଶନିବାର ଏବଂ ସେହି ଗୋଟିଏ ଭୁଲ ପାଇଁ 19 ତାରିଖ ରବିବାର ଦେଖିବା ପାଇଁ ଭୁଲିବେନି ବନ୍ଧୁଗଣ ଧନ୍ୟବାଦ ଜୟ ଜଗନ୍ନାଥ कुसुम श्याम पद्माख्यम पितवासम कदम्ब मालिनी कृष्ण ध्यायते नास्ति दुर्गत श्री अतोषी कुसुम श्याम महाप्रभु सत्यनारायण पुरस्कृत करिथिबा दाता मानक भौणी मानक परमाय वृद्धि करंतु चारिबा को सुस्त रखंतु आगामी भविष्य जीवन सत्यतर उज्जवलमय हो बोल आनंद देखबा ताहले माता संतान आज्ञा आज्ञा जेमिति का शिक्षा देथि केमते से संतानटा सेही शिक्षा रे क्या गरि उठी उठिबा मां जदि भलो शिक्षा देथि से संतानटा पृथ्वीर महामानव होई पारि से संतान बड़ वैज्ञानिक होई पारिबो से संतान महामानव होई पारिबो मां जदि कुशिक्षा देथि ताहले आज्ञा मां जदि कुशिक्षा देथि ए होचा अपमानकर लोक कला पाला 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 जहाँ को एबे मिलिछि शास्त्रीय कला मान्यता मिलिछि आज्ञा आज्ञा हां देखुन तो मां कु शिक्षा दे संतानटा केउ बात करे जाय ए छुआ अरे काई की पाठ को स्थिर सारे मु तांको संभाळुची जदि मां को शिक्षा देला ताले भारत वर्षर सेदिन दुई जन बड़ चोर आगे से किए जने हेला रंगा जने हेला बिल्ला आगे कोन हेला तांको जजंकर लेखनी मुनरे फांसी खुंट को भेट चली गल फांसी पाइबा पूर्व बेस जजंकर प्रश्न प्रश्न डाकिले बिल्ला आगे पिउची से तमर फांसी पूर्व शेष इच्छा कौन कहि परिबो बेला कहला मु चारमिनार सिगारेट खंडे टाणी पचाले रंगा सार तमर मनोवांछा कोन मु टिके मो मां को दर्शन करबा को चाहे प्रशासन अधिकारी मानक सहित रंगा चलिला मां को दर्शन करिया पाई मां पाद तलरे मुंडियाटी मारी देला मार पाद तलरे जेतो बोले मुंडिया मारी देला से समय रे रंगा कांदुची मां कांदुची मां कांदुची पुओ कांदुची समय विलंब होउची जेतो बोले फेरुची रंगा मां कानर पेंडिटी आज्ञा भिड़ी करी छिंडेई देला मार कान को रक्ताक्त करी देला एठी पचारले प्रशासन अधिकारी डाकिले रंगा तुम्हें मां निकटरे मां को प्रणाम कर मां कानर पेंडे की भिड़ी छिंडेई दे ये उद्देश्य तुम्हारा मोरे यार उद्देश्य हस्त जोड़ी देला के सेना रंगा कहला यही मां मु जत बोले छोट बालक मते सिखैला चोर वृत्ति मु छोटिया छोटिया जिनस चोरी करू करू जेतो बोले बड़ होई गली भारत वर्षर महान चोर मु पालटी गली मु आ प्रवृत्ति की फेरी पारिली मनीष मर्डर कली मनीष को मारिली कोटी कोटी टंका मु लोट आज फांसी खुंट को जीवा पूर्व मो मां को मोर रक्ताक्त करी मो समग्र विश्वजननी को सुचै दउ हे मोर विश्वजननी मान मो मार को शिक्षा रे मु जेमति फांसी खुंट को चली जाउ हे मां माने मो मां भली तुम पिला मान को तुमे को शिक्षा देबो ना हे
ସେଇ ମୁହୂର୍ତ୍ତକ ଦିବ୍ୟ ଜ୍ଞାନ ସୃଷ୍ଟି ହୋଇଥିଲା କାରନାରାଙ୍ଗା। ଆଜ୍ଞା ମା ହେଉଛି ନାରୀ ହେଉଛି ଇଏ ସଂସାରର ସନ୍ତାନ ମାନଙ୍କର ପ୍ରଥମ ମନା କରିଦେଲେ ରୁକ୍ମିଣୀ। କେବେ କଥା ପୁନର୍ବାର କହିଲେ ବୋଲେ ମିତ୍ରବିନ୍ଦା ଜାମ୍ବ ମତେ ଇଏ ସତେ ସ୍ମିତାନଗ୍ନ ଏଠି ଅଷ୍ଟପ୍ରାପ୍ତ ମହିଷୀ ମାନେ ମନା କଲେ ରୁକ୍ମିଣୀ ସତ୍ୟଭାମା ଏ ପୁଅ କାଳିନ୍ଦୀ ସତ୍ୟା ଜାମ୍ବବତୀ ମନା କରିଦେଲେ ଅଷ୍ଟପ୍ରାପ୍ତ ମହିଷୀ ମନା କରିଦେଲେ କହିଲେ ସ୍ୱାମୀଙ୍କର ବକ୍ଷ ଦେଶ ଆଜ୍ଞା ଆମେ ପାଦ ଚିହ୍ନ ଦେଇପାରିବୁ ନାହିଁ କୃଷ୍ଣଚନ୍ଦ୍ର କରିଲେ ଗମନ କି ଜାଣ କେ ନାରଦଙ୍କ ନିକଟରେ ପ୍ରବେଶ ହେଲେ କିଏ ସେ ନା ଚତୁର ଚିନ୍ତାମଣି ଭଗବାନ ଡାକିଲେ ଦେବଶ୍ରୀ କଣ ପ୍ରଭୁ ଆଣିଲ ଚିହ୍ନ ମୋ ନାରୀ ମାନେ ମନା କରିଦେଲେ ଆଉ ଏଇଥିରେ କହୁଥିଲା ଆଠୁଟା ଆପଣଙ୍କର ସତୀ ଅଛନ୍ତି ହେଲେ ପ୍ରଭୁ ସକ୍ସେସ୍ ହେଲାନି କଣ କରିବ ମନା କରିଦେଲେ ମୋ ନାରୀ ମାନେ କହିଲେ ସ୍ୱାମୀ ହଉଛନ୍ତି ସ୍ୱାମୀ ହଉଛନ୍ତି ବନ୍ଧୁ ସ୍ୱାମୀ ହଉଛନ୍ତି ଦେବତା ସ୍ୱାମୀ ହଉଛନ୍ତି ଗୁରୁ ହେଲେ ପ୍ରଭୁ ଆପଣଙ୍କୁ ନ୍ୟାୟ ଦେଶତି ପାଦ ଦରକାର ଶୁଣ 21 ଦିନ ସମୟ ଆପଣଙ୍କୁ ଦେଲି 21 ଦିନ ଭିତରେ ଯଦି ନ ଆଣିବା ତାହେଲେ ନର୍କ କୁଣ୍ଡରେ ପଡିବ ଆପଣ ଦେବଶ୍ରୀ କହିଲେ ପ୍ରଭୁ ଆପଣଙ୍କ ନାରୀ ମାନେ ଆପଣଙ୍କ ପଦାଘାତ ଦେଲେ ନା ଆପଣଙ୍କ ନାରୀ ମାନେ ଆପଣଙ୍କୁ ପଦାଘାତ ଦେଲେ ଏଇଠି ଦେବଶ୍ରୀ ନାରଦ ହସିବାକୁ ଲାଗିଲେ କହିଲେ ମହିମ ଧରେ ତୁମ୍ଭ ଅଷ୍ଟ ସୁନ୍ଦରେ କହିଲେ ମହି ମଧ୍ୟରେ ତୁମ୍ଭ ଅଷ୍ଟ କହିଲେ ଯୋଉ ଅଷ୍ଟପ୍ରାପ୍ତ ମହିଷୀ ଆପଣ ଡିଣ୍ଡିମ ପିଟୁଛନ୍ତି ଏମାନେ ଆର୍ଯ୍ୟାବର୍ତ୍ତ ଭାରତ ଭୂଖଣ୍ଡର ସର୍ବଶ୍ରେଷ୍ଠ ସତୀ କହିଲେ ପ୍ରଭୁ ଏମାନେ ସତୀ ନୁହଁ କହିଲେ ମୋହନ ହେ କାହାକୁ ନୟନ ଥାରେ ଏମାନେ ସତୀ ନାରୀ କାହାକୁ ଚଣ୍ଡୀ ମନ୍ଦିରରୁ ହାତ ଧରିକିରି ଆପଣ ହରଣ କରି ଆଣିଲେ ଆଉ 7 ଜଣ
ରୁକ୍ମିଣୀ କି ଛାଡ଼ିଦେଲେ ଆପଣ 7 ଜଣ ପାତ ମହିଷୀକି ବେଦୀରେ ବିବାହ କରିଛନ୍ତି କି? ବେଦୀରେ ବିବାହ କରିଛନ୍ତି କି? ବେଦୀରେ ବିବାହ କରିନାହାନ୍ତି। ଯଦି ବେଦୀରେ ବିବାହ କରିନାହାନ୍ତି ଏମାନେ ସତୀ ନାରୀ ନୁହନ୍ତି। ଏମାନେ ଦେଖିଲେ ଆମେ ଯଦି ବକ୍ଷ ଦେଶରେ ପାଦ ଚିହ୍ନ ଦବୁ ଆମ ସ୍ୱାମୀ ଇଏ ନରକ ଯନ୍ତ୍ରଣାରୁ ଉଦ୍ଧାର ହେବେ। କୃଷ୍ଣ କହିଲେ ତାହେଲେ ଇଏ ଉଦ୍ଧାର ହବା ପାଇଁ ଉପାୟଟା କଣ? ନା ଉପାୟ ଅଛି। କହିଲେ ଉପାୟ ଅଛି। ମୁଁ ଆପଣଙ୍କୁ 21 ଦିନ ସମୟ ଦଉଛି। ଏଇ 21 ଦିନ ଭିତରେ ଆପଣ ଯଦି ସତୀ ନାରୀର ପାଦ ଚିହ୍ନ ବକ୍ଷ ଦେଶରେ ଧରି ମୋ ନିକଟରେ ପ୍ରବେଶ କରିବ ଦେଖେଇବେ ଯମର ନର୍କ ଯନ୍ତ୍ରଣାରୁ ଆପଣ ଉଦ୍ଧାର ହେବେ। ଯମର ନର୍କ ଯନ୍ତ୍ରଣାରୁ ଆପଣ ଉଦ୍ଧାର ହେବେ। କୃଷ୍ଣ ଆଜ୍ଞା କୃଷ୍ଣଙ୍କ ନିକଟରୁ ଚାଲିଗଲେ ଦେବର୍ଷି ନାରଦ। କୃଷ୍ଣ ବିଚାର କଲେ ଇଏ ଆର୍ଯ୍ୟାବର୍ତ ଭାରତ ବର୍ଷରେ ପ୍ରକୃତ ସତୀ ନାରୀ ନିଜର ସଖା ସୁଦାମା ବ୍ରାହ୍ମଣ କଥାଟା ମନରେ ପଡ଼ିଗଲା। ସେଦିନ ସୁଦାମା ବ୍ରାହ୍ମଣ ଗ୍ରାମେ ଗ୍ରାମେ ବୁଲି 5 ମୁଠି ଖୁଦ ବିକ୍ଷା କାନିରେ ବାନ୍ଧି ଯେତେବେଳେ ଘଞ୍ଚ ଜଙ୍ଗଲ ଦେଇ ଗତି କରୁଛି ବୋଲେ ମତ ମହାବଳ 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 ବାଘଟା ମାରି ଆସି ଜଙ୍ଗଲ ଦେଶରେ ସୁଦାମା ବ୍ରାହ୍ମଣ ଯାଉଛନ୍ତି। ଇଏ ମହାବଳ ବାଘଟା ଯେତେବେଳେ କବଳିତ କଲା ସୁଦାମା ବ୍ରାହ୍ମଣ ଏକ ବୃକ୍ଷ ଉପରେ ଉଠିଗଲା, ହସ୍ତକୁ ଯୋଡ଼ିଦେଲା। ଭଗବାନଙ୍କ ଉଦ୍ଦେଶ୍ୟରେ ଗୋଟିଏ ପଦାଜ୍ଞା ବର୍ଣ୍ଣନା କରୁଛନ୍ତି କି ସିନା ସୁଦାମା ବ୍ରାହ୍ମଣ କବି ଆପଣମାନଙ୍କର ଦମପଡ଼ାଗଡ଼ର କବି ନଟବର ଧନସିଂହ ଗୋଟିଏ ପଦ ଲେଖିଲେ କହିଲେ ଚକା ଦୋଳା ମୋ ଦୁଃଖ କାଟେ ପକା ହେ ପକା ଦଳେ ମୋ ପାପେ କୋଳେ ଚାଲିଗଲେ ନଟବରଧ। ଆସିଲେ କିଏ ସେ? ଆସିଲେ ଆପଣମାନଙ୍କର ବାଙ୍କି ଖଜୁରୀ ପଦାର କବି କବି ହେଲେ ଗୋପାଳ ପଣ୍ଡା। ଆଉ ଗୋଟିଏ ପଦ ଚୌପଦୀ ବୋଲେ କେଳି କୌତୁକୀ ସେଠେ ପଛ ଚୋର କେତେ ପତି ହେବା
ধরি কমল একে এ পুଅ কেসে তারি লো নিবারে লো মহাপ্রভু দেবকী নন্দন এ রখ রখ মহাবাহু দেব নারায়ণ উঠে ডাকিলা সে সুদামা ব্রাহ্মণ মহাপ্রভু শুনিলে শ্রবণ 12 ବର୍ଷ 12 করু পকু সে ধরিলে তোমারি ঠেঙ্গা ধরে সঙ্গে প্রবেশিলে মহাবড় বাঘ এবে অন্তর্ধান হেলা এবে ওধারি আসিলা শ্রীকৃষ্ণ অষ্টবর্ষী এবং অর্জুন 10 ଗୋଟି ନାମ ଓକେ କହିବି ଆଜ୍ଞା ମୁଁ ତ କହିଛି 5 6 କହିଲାନି ଆଗ ଅର୍ଜୁନଙ୍କ ନାମ ଲେଖ ଆଜ୍ଞା ଠିକ ହଁ କୁହ ଲେଖିଲେଣି ଅର୍ଜୁନଙ୍କର 10 ନାମ ପ୍ରଥମ କବି ଆଗେ ଗୌରାଙ୍ଗ ଚରଣ କି ଠୋକା ମାରି ରାଗଟା ତୁ ହାଉ ହେଲେ ଦିବାକର ହାଉ